Welcome everyone to my channel. So ଆଜି ଆମେ discussion କରିବା ହେନ୍ ଆଣ୍ଡ ମାର୍ଟିନ ଇଂଲିଶ ଗ୍ରାମାର ର chapter 6 noun gender. Okay, ଆମେ ପୂର୍ବ ପାଞ୍ଚଟି କ୍ଲାସରେ predicate, subject predicate, parts of speech, kinds of noun, sentence and its kinds ଏସବୁ ବିଷୟ discussion କରିକି ଆସିଛନ୍ତି। ଆପଣମାନେ ଯଦି ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋର ପ୍ଲେ ଲିଷ୍ଟ ଇଂଲିଶ ଗ୍ରାମାର ବାଇ ରେନ୍ ଆଣ୍ଡ ମାର୍ଟିନ ର ପ୍ଲେ ଲିଷ୍ଟରେ ସବୁ ଭିଡିଓ ଅଛି, ସେଠାକୁ ଯାଇ ମଧ୍ୟ ଦେଖିନେବେ। ସୋ ଆଜି ଆମେ ଡିସ୍କସନ କରିବା ଦ ନାଉନ ଇଟ୍ସ ଜେଣ୍ଡର। ଓକେ, ସୋ ନାଉନ କହିଲେ ଆମେ କଣ ବୁଝ? ନାଉନ ଯେକୌଣସି ନାମକୁ ବୁଝାଇଥାଏ। ନାଉନ ଇଜ ଏ ୱାର୍ଡ which is used as a name of a person, a place or a thing. ଓକେ, ଯେକୌଣସି ନାମକୁ ଆମର ଯୋଉଟା ବୁଝାଇଥାଏ ଯୋଉ ଶବ୍ଦଟି, ତାହାକୁ ଆମେ କଣ କହିଥାନ୍ତି ନା ନାଉନ। ଓକେ, ସୋ ସେ ନାଉନ ଏକ୍ସାମ୍ପଲ ନେଲେ ଆମର ବୟ ହବ, ଯୋଉ ରବି, ରମେଶ, ଆନିମଲ କଥା କହିଲେ ଆମର କ୍ୟାଟ, ଡଗ, ଟାଇଗର ଏସବୁ ବିଷୟରେ ଆମର ପୂର୍ବ କ୍ଲାସରେ ଆଲୋଚନା ହେଇଛି। ତେଣୁକରି ଏତିକି ମନେ ରଖିଥାନ୍ତୁ, ଯେକୌଣସି ଗୋଟେ ଶବ୍ଦ ଯଦି କୌଣସି ବ୍ୟକ୍ତିର ନାମ ହଉ କି ଜାଗାର ନାମ ହଉ କିମ୍ବା ଗୋଟେ ଜିନିଷର ବସ୍ତୁର ନାମକୁ ବୁଝାଇବ ତାହେଲେ ତାକୁ ଆମେ ନାଉନ କହିବୁ। ଓକେ, ସୋ ଆଜି ଆମେ ପଢିବା ନାଉନର ଜେଣ୍ଡର ବିଷୟରେ। ସୋ ଜେଣ୍ଡର କହିଲେ ଆମେ କଣ ବୁଝୁ ନା, ଜେଣ୍ଡରଟା ଆମର ଓଡିଆରେ କହିଲେ କିନ୍ତୁ ଆମର ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ, କ୍ଲିବଲିଙ୍ଗ କୁହାଯାଉଥିଲା। ଇଂଲିଶର ସେଇ ଜେଣ୍ଡରଟା ହଉଛି ସେଇ ଶବ୍ଦ। ଓକେ, ସେଇ ଆମର ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ କିମ୍ବା କ୍ଲିବଲିଙ୍ଗକୁ ବୁଝାଇବା ପାଇଁ ଇଂଲିଶରେ ଆମର ଜେଣ୍ଡରର ୟୁଜ କରାଯାଇଥାଏ। ସୋ ଜେଣ୍ଡରର ଯୋଉ ଶବ୍ଦଟି ଲାଟିନ ଜେନସ୍ ୱାର୍ଡରୁ ଆସିଅଛି। ଲାଟିନ ଭାଷାର ଗୋଟେ ଶବ୍ଦ ଅଛି ଜେନସ୍, ଯାହା ମାନେ ହଉଛି କାଇଣ୍ଡ ବା ପ୍ରକାର। NUS, ଏହା ଅର୍ଥ ହଉଛି କାଇଣ୍ଡ ବା ପ୍ରକାର। ଜେନସ୍ ଶବ୍ଦରୁ ଆମର ଜେଣ୍ଡର ଆସିଅଛି। ଓକେ, ସୋ ଜେଣ୍ଡର ଆମର ଇଂଲିଶ ଗ୍ରାମାରରେ ଜେଣ୍ଡର କହିଲେ ଆମର କେତେ ପ୍ରକାର ଜେଣ୍ଡର ଅଛନ୍ତି ନା 4 ପ୍ରକାର। ଏକରେ ରହିଲା ମାସ୍କୁଲାଇନ ଜେଣ୍ଡର, ଏକରେ ଆମର ରହିଲା ମାସ୍କୁଲାଇନ ଜେଣ୍ଡର। ଦୁଇରେ ଫେମିନିନ ଜେଣ୍ଡର, ତିନିରେ କମନ ଜେଣ୍ଡର, ଚାରିରେ ଆମର ନ୍ୟୁଟର। ଓକେ, ନ୍ୟୁଟର ଜେଣ୍ଡର। ତ ଏ 4ଟି ଜେଣ୍ଡର ବିଷୟରେ ଆଜି ଆମେ ପଢିବୁ। ତ ଇଂଲିଶର ଆମର ଯୋଉ ସିରିଜ ଚାଲିଛି ଇଂଲିଶ ରେନ୍ ଆଣ୍ଡ ମାର୍ଟିନ ଇଂଲିଶ ଗ୍ରାମାର, ଏହା ଆମର ଜଣଙ୍କର ହାଇସ୍କୁଲ ଯୋଉ ଇଂଲିଶ ଗ୍ରାମାର ଯୋଉ ପଢା ଯାଉଛି, ସେଠି ଯୋଉ ଆମର ଫାଉଣ୍ଡେସନ ବା ଫଣ୍ଡାମେଣ୍ଟାଲ ଷ୍ଟ୍ରଙ୍ଗ କରିବା ପାଇଁ, ଗୋଟେ ଛାତ୍ରର ଫାଉଣ୍ଡେସନ ଷ୍ଟ୍ରଙ୍ଗ କରିବା ପାଇଁ ଇଂଲିଶ ଗ୍ରାମାରରେ ଏଇ ଗ୍ରାମାରଟି ଉପାଦେୟ। ତେଣୁକରି ଏଇ ଗ୍ରାମାର ଯୋଉ ସବୁ ଚାପ୍ଟର ପଢାଯାଉଛି ତାହାକୁ ଦୟାକରି ଦେଖନ୍ତୁ, ଯଦି ଭଲ ଲାଗୁଛି ସବସ୍କ୍ରାଇବ କରନ୍ତୁ ଏବଂ ଲାଇକ୍ ସେୟାର କରିକି ଅନ୍ୟମାନଙ୍କୁ ମଧ୍ୟ ଦେଖାନ୍ତୁ। ଓକେ, ଚଳନ୍ତୁ ଆମେ ଦେଖିବା ମାସ୍କୁଲାଇନ ଜେଣ୍ଡରର ଅର୍ଥ କଣ। ମାସ୍କୁଲାଇନ ଜେଣ୍ଡରର ଅର୍ଥ ହଉଛି ଯେଉଁ ନାଉନ ଶବ୍ଦଟି ବା ନାଉନ ପଦଟି, ଓକେ, ଯାହାକି ଏକ ପୁରୁଷକୁ ବୁଝାଇଥାଏ। ପୁରୁଷ ବୋଇଲେ କେବଳ ଆମର ମଣିଷ ପୁରୁଷ କଥା କୁହାଯାଏ, ସବୁ ଆମର ଯୋଉ ଆମର ଜୀବନ୍ତ ପ୍ରାଣୀ ମାନେ ଅଛନ୍ତି ସେଇ ଜାତିର ପୁରୁଷଙ୍କୁ ଯୋଉଟା ବୁଝାଉଥାଏ ଯୋଉ ନାଉନଟି, ତାହା ହଉଛି ଆମର ମାସ୍କୁଲାଇନ gender ବା masculine gender. A noun that denotes a male animal is said to be of the masculine. ଆମର masculine and feminine ହଉଛନ୍ତି ଆମର living ରେ, ମାନେ ଜୀବନ୍ତ ପ୍ରାଣୀଙ୍କ କ୍ଷେତ୍ରରେ ଏଇ ଦୁଇଟି ବ୍ୟବହୃତ ହୋଇଥାଏ। କଣ ନା living ରେ ଆକି ରହିଲେ ନା male female, male ଆଉ ରହିଲେ female। ଓକେ, ଏଟା ଆମର ଯୋଉ masculine, ଇଏ ଯୋଉ ଆମର feminine। ଓକେ, ସୋ ଏକ୍ସାମ୍ପଲ ମାଧ୍ୟମରେ ଦେଖିବା, ଯେମିତି ଆମର ବୟ, ଲାୟନ, ହିରୋ, ଏସବୁ ଆମର କଣ ପୁରୁଷଙ୍କୁ ବୁଝାଉଛି। ତେଣୁକରି ଏକୁ କୁହାଯିବ ମାସ୍କୁଲିନ ଜେଣ୍ଡର। ଓକେ, ଏ ସଂସାରରେ ବା ଦୁନିଆରେ ଯେତେ ଆନିମଲ ଅଛନ୍ତି, ମଣିଷ ବି ଗୋଟେ ଆନିମଲ, ମଣିଷ ସୋସିଆଲ ଆନିମଲ ଅଟେ, ମଣିଷ ବି ଗୋଟେ ଆନିମଲ। ଓକେ, ଯେତେ ଆନିମଲ ଅଛନ୍ତି ତାହା ଭିତରେ ଯେଉଁ ନାଉନଟି ମେଲ ଆନିମଲକୁ ଦର୍ଶାଇଥାଏ ତାକୁ ଆମେ କହିବା ମାସ୍କୁଲିନ ଜେଣ୍ଡର ବା ପୁଂଲିଙ୍ଗ ଯୋଉ କୁହାଯାଏ ସେଟା ମାସ୍କୁଲିନ ଜେଣ୍ଡର। ଓକେ, ସୋ ୟାର ଅପୋଜିଟ ହବ ଫେମିନିନ ଜେଣ୍ଡର। ଫେମିନିନ ଜେଣ୍ଡର କଣ? ଏ ନାଉନ ଦ୍ୟାଟ ଡିନୋଟ୍ସ ଏ ଫିମେଲ ଆନିମଲ ଇଜ ସେଡ୍ ଟୁ ବି ଦ ଫେମିନିନ ଜେଣ୍ଡର। ତେଣୁକରି ଏହା
ସ୍ତ୍ରୀ ଜାତିକୁ ବୁଝାଉଛି ବା ସ୍ତ୍ରୀ ଯୋଉ ସ୍ତ୍ରୀ ପ୍ରାଣୀଙ୍କୁ ବୁଝାଉଛି। ଯୋଉ ନାଉନଟି ଆମ ଯୋଉ ସ୍ତ୍ରୀ ପ୍ରାଣୀଙ୍କୁ ସୂଚାଇଥାଏ, ସେ ମଣିଷ ହଉ, ପଶୁ ହଉ, ପକ୍ଷୀ ହଉ, ଯୋଉ ଆମର ମାନେ ଆମର ସମସ୍ତ କ୍ଷେତ୍ରରେ। ଓକେ, ଯଦି ଏହା ସ୍ତ୍ରୀ ପ୍ରାଣୀଙ୍କୁ ବୁଝାଇଥାଏ ତେବେ ତାହା ହବ ଫେମିନିନ୍ ଜେଣ୍ଡର ବା ସ୍ତ୍ରୀ ଲିଙ୍ଗ। ଓକେ, ଯେମିତି ଗାର୍ଲ, ବୟର ହଉଛି ଗର୍ଲ, ବୟ ଯଦି ମାସ୍କୁଲିନ୍ ହେଲା ଫେମିନିନ୍ ହବ ଗର୍ଲ। ଆମର ଲାଇନସ୍, ଲାୟନର ଲାୟନେସ୍, ହିରୋ ହଉଛି ମାସ୍କୁଲିନ୍, ତାର ଫେମିନିନ୍ ହଉଛି ହିରୋଇନ୍। ଓକେ, କ୍ଲିୟର। ସୋ ନେକ୍ସଟ ଦେଖିବା କମନ ଜେଣ୍ଡର। କମନ ଜେଣ୍ଡର କଣ ନା ଯୋଉଟା କି ଆମେ ମେଲ କହିପାରିବା, ଫିମେଲ ବି କହିପାରିବା। ଓକେ, ଏ ନାଉନ ଶବ୍ଦ ବା ନାଉନ ଯାହାକୁ ଆମେ ଇଦର ମେଲ ବୋଲି କହିପାରିବା ଅର ଫିମେଲ ବୋଲି କହିପାରିବା, ସେଇଟା ହଉଛି ଆମର କମନ ଜେଣ୍ଡର। ମାନେ ଉଭୟରେ ଯାଉଥିବେ, ମେଲ ଫିମେଲ ଉଭୟରେ ଗଲେ, ମେଲ ଆଉ ଫିମେଲ ଉଭୟରେ ଯିବେ, ସେତେବେଳେ ସେଟା ହବ କଣ କମନ ଜେଣ୍ଡର। ଓକେ, କମନ ଜେଣ୍ଡର। ଏକ୍ସାମ୍ପଲ ଆମର ଦେଖିବା ଯେମିତି ପ୍ୟାରେଣ୍ଟ ହଉ କି ଚାଇଲ୍ଡ ହଉ, ଷ୍ଟୁଡେଣ୍ଟ ହଉ। ଓକେ, ଆମର ପ୍ୟାରେଣ୍ଟ ହଉଛି କଣ ନା ପ୍ୟାରେଣ୍ଟସ କରିଦେଲେ ପ୍ଲୁରାଲ ଯଦି ଆମେ କରିଦବା ତାହେଲେ ଏଟା କଣ ହେଇଯିବ ନା ଉଭୟ ରହିଯିବେ, ପିତା ମାତା ମାନେ ଫାଦର ମଦର ରହିଯିବ। ତେଣୁକରି ପ୍ୟାରେଣ୍ଟ କହିଲେ ଏଇଦର ମେଲ ହେଇଯିବ, ନହେଲେ ଏଇଦର ଫାଦର ହେଇଥିବ, ନହେଲେ ଫିମେଲ ମାନେ ମଦର ହେଇଥିବ। ଚାଇଲ୍ଡ କହିଲେ ବୟ ଚାଇଲ୍ଡ ହେଇଥାଇପାରେ କିମ୍ବା ଗର୍ଲ ଚାଇଲ୍ଡ ବି ହେଇଥାଇପାରେ। ଷ୍ଟୁଡେଣ୍ଟ କହିଲେ ଆମର ବୟ ଷ୍ଟୁଡେଣ୍ଟ ହୋଇଥାଇ ପାରନ୍ତି କିମ୍ବା ଗର୍ଲ ବି ହୋଇଥାଇ ପାରନ୍ତି। ତେଣୁ କରି ଏହାକୁ କମନ ଜେଣ୍ଡର କାହିଁ କୁହାଯାଏ ନା ଯେଉଁ ଶବ୍ଦ ବା ଯେଉଁ ନାଉନଟିରେ ଆମେ ଆଇଦର ଅର ମାନେ ଜଣେ ପୁରୁଷ କିମ୍ବା ସ୍ତ୍ରୀକୁ ସୂଚାଇଥାଏ। ଓକେ, ପୁରୁଷ କିମ୍ବା ସ୍ତ୍ରୀକୁ ସୂଚାଇଥାଏ, ତାହା ହଉଛି ଆମର କମନ ଜେଣ୍ଡର। କ୍ଲିୟର। ତାପରେ ଆମେ ଦେଖିବା ନ୍ୟୁଟର ଜେଣ୍ଡର। ନ୍ୟୁଟର ଜେଣ୍ଡର ହଉଛି, ନ୍ୟୁଟର ଶବ୍ଦଟି ଆସିଅଛି ଆମର ନାଇଦର ୱାର୍ଡ, ନାଇଦର ବା ନିଦର ଯୋଉ କହନ୍ତି, ନିଦର ୱାର୍ଡ, ସେଇ ୱାର୍ଡରୁ ଆସିଅଛି। ମାନେ ନିଦର ନ, ଏଥିରେ ନାହିଁ କି ସେଥିରେ ନାହିଁ, ସେଇଟା ହଉଛି ନ୍ୟୁଟର ଜେଣ୍ଡର। A noun that denotes a thing that is neither a male nor a female, that is thing without life। ଏହାକୁ ଟ୍ରାନ୍ସଜେଣ୍ଡର ବୋଲି ଭାବିବେ ନାହିଁ, neither a male nor a female। ନା ଆମେ ସେ ବିଷୟ ଡିସ୍କସନ କରୁନାହାନ୍ତି। ଆମେ କଣ କହୁଛନ୍ତି, a noun that denotes a thing that is neither male nor female, that is a thing without life। ମାନେ ଆମ ଯୋଉ ବସ୍ତୁ ପଦାର୍ଥ ସେଇଗୁଡିକ ଯାହାର ଜୀବନ ନାହିଁ, ଜୀବନହୀନ ଯୋଉ ଆମର ବସ୍ତୁ ରହିଲେ, ପଦାର୍ଥ ରହିଲେ ବା ଜିନିଷ ରହିଲା, ସେଗୁଡିକ ଆମର ଯିବେ ନ୍ୟୁଟର ଜେଣ୍ଡର। ଓକେ, ସୋ ଏକ୍ସାମ୍ପଲ କଣ ହେଲା, ବୁକ୍ ର ଜୀବନ ନାହିଁ, ପେନ୍, ରୁମ୍, ଏସବୁ ଆମର ଯିବେ କଣ ନା ନ୍ୟୁଟର ଜେଣ୍ଡର। ଓକେ, ତେଣୁକରି ଆମେ କଣ ଜାଣିଲେ, ଆମର ଜେଣ୍ଡର, ନାଉନର ଜେଣ୍ଡର ହଉଛି 4 ପ୍ରକାରର। ଗୋଟେ ହଉଛି ଆମର ମାସ୍କୁଲାଇନ ଜେଣ୍ଡର, ଫେମିନାଇନ ଜେଣ୍ଡର, କମନ ଜେଣ୍ଡର, ନ୍ୟୁଟର ଜେଣ୍ଡର। ମାସ୍କୁଲାଇନ ଯୋଉ ଆମର ଜେଣ୍ଡର କଣ, ଫେମିନାଇନ କଣ, କମନ କଣ, ନ୍ୟୁଟର ଜେଣ୍ଡର କଣ, ଆମେ ଜାଣିବେ। ଆଗକୁ ଦେଖିବା, ଆସନ୍ତୁ ପର୍ସନିଫାଏଡ ନାଉନ। ଯୋଉ ଆମର ନ୍ୟୁଟର ଜେଣ୍ଡର କହିଲେ, ସେ ନ୍ୟୁଟର ଜେଣ୍ଡରକୁ ଯେତେବେଳେ ଆମେ ପର୍ସନିଫାଏଡ କରିବା, ମାନେ ତାର ଯେତେବେଳେ ବ୍ୟାଖ୍ୟା କରିବା, ଅଲଗା କିଛି ଅର୍ଥ ପ୍ରଦାନ କରୁଥିବା ଶବ୍ଦ ଭଳି ତାକୁ ଯେତେବେଳେ ଆମେ ବାକ୍ୟରେ ବ୍ୟବହୃତ କରିବା ବା କଥାରେ କହିବା, ସେତେବେଳେ ତାହା ପୁରୁଷ କିମ୍ବା ସ୍ତ୍ରୀଲିଙ୍ଗ ସହିତ ତୁଳନୀୟ ହୋଇଥାଏ। ସେଇଟା ଆମେ ବର୍ତ୍ତମାନ ଦେଖିବା କଣ କେମିତି କରାଯାଏ। ଓକେ, ସୋ ଦେଖ କଣ ଦିଆଯାଇଛି ନା ଅବଜେକ୍ଟସ ୱିଦାଉଟ୍ ଲାଇଫ ମିନ୍ସ ନ୍ୟୁଟର ଜେଣ୍ଡର, ଯୋଉଟା କହିକି ଆସିଲି ନ୍ୟୁଟର ଜେଣ୍ଡର। ଓକେ, ନ୍ୟୁଟର ଜେଣ୍ଡରରେ ଯୋଉ ନାଉନ ଗୁଡିକ ରହିଲେ, ଯାହାର ଲାଇଫ ନାହିଁ, ଲାଇଫହୀନ ବା ଜୀବନହୀନ, ଆର ଅଫନ୍ ପର୍ସନିଫାଏଡ। ମାନେ ଆମେ କିଛି ବାକ୍ୟ କହିଲା ବେଳେ କିମ୍ବା କିଛି ବାକ୍ୟ ଲେଖିଲା ବେଳେ ଆମେ ଆମେ ସେ ସବୁକୁ ଏପରି ଭାବେ ବ୍ୟବହାର କରିଥାନ୍ତି ଯାହା ଯାହା ଆମକୁ ସୂଚାଇଥାଏ ଯେମିତି ସେ ଏକ ଜୀବନ୍ତ ପ୍ରାଣୀ ବା ଜୀବନ୍ତ ଜିନିଷଟି। ସୋ ସେତେବେଳେ କଣ ହେଇଥାଏ ନା we then regard them as males or females। ଓକେ, ସୋ ଗୋଟେ ଏକ୍ସାମ୍ପଲ ମାଧ୍ୟମରେ ଏଠି ବୁଝାଏ। The masculine gender is often applied to objects remarkable strength and awareness। ଷ୍ଟ୍ରେନ୍ଥ ଯୋଉ ବୀରତ୍ୱ, ସାହସ, ହିଂସା, ହିଂସା ଏଇ ଯୋଉ କ୍ଷେତ୍ରରେ ସବୁବେଳେ ଯଦି ଆମେ କୌଣସି ନ୍ୟୁଟର ଜେଣ୍ଡରକୁ ବୁଝାଇବା, ସେତେବେଳେ ସେଇ ନ୍ୟୁଟର ଜେଣ୍ଡରଟି ଆମର କଣ ହୋଇଥାଏ ନା ନ୍ୟୁଟର ଜେଣ୍ଡରଟି ଆମର ଯେତେବେଳେ ପର୍ସନିଫାଏଡ ହେଇଗଲା, ଆମର ଯୋଉ ଷ୍ଟ୍ରେନ୍ଥ ଆଉ ଭାয়োଲେନ୍ସ ୱାର୍ଡ ୟୁଜ କରାଯାଇକି, ଓକେ, ବା ସେଇ ଅର୍ଥରେ ଆମର ବ୍ୟବହୃତ ହେଲା, ସେତେବେଳେ ସେଇ ନାଉନଟି ଆମର ମାସ୍କୁଲାଇନ ଜେଣ୍ଡର ବା ପୁଂଲିଙ୍ଗ କ୍ଷେତ୍ରରେ
ବ୍ୟବହୃତ ହୁଏ। ଯେମିତି ଦେଇଛି ଆମର ଏଇଟା ଆମ ଏକ୍ସାମ୍ପଲ ରହିଲା ସନ୍, ସମର, ୱିଣ୍ଟର। ୱିଣ୍ଟର ବହୁତ ଥଣ୍ଡା ହୁଏ, ସେ ଗୋଟେ ତାର ଗୋଟେ ଷ୍ଟ୍ରେନ୍ଥ କୁ ବୁଝେଇଲା। ଟାଇମ, ଡେଥ, ଓକେ। ଏଠି ଦେଇଛି ଏକ୍ସାମ୍ପଲ ଦ ସନ୍ ସେଟ୍ସ ହିଜ ବିମ୍ସ ଅନ୍ ରିଚ୍ ଆଣ୍ଡ ପୁଅର ଆଲାଇକ୍। ସୂର୍ଯ୍ୟ ଯେତେବେଳେ ତାଙ୍କର ଯୋଉ ତାପଟା ଦିଅନ୍ତି ବା ତାଙ୍କୁ କିରଣ ଦିଅନ୍ତି, ସେଥିରେ ସମସ୍ତଙ୍କୁ ସମାନ ଦିଅନ୍ତି। ରିଚ୍ କୁ ଦିଅନ୍ତି, ପୁଅର କୁ ଯାହା ଗରମ ଲାଗିବ, ରିଚ୍ କୁ ତାହା ଗରମ ଲାଗିବ। ଏସି ଛଡା ଯଦି ଆମେ ବାହାରେ ଛିଡା ହବା, ଓକେ। ସୋ ଏଠି ଆମେ ସୂର୍ଯ୍ୟ, ଆମର ସୂର୍ଯ୍ୟଙ୍କ ତାପଟାକୁ ସନ୍ କୁ ଷ୍ଟ୍ରେନ୍ଥ, ମାନେ ସୂର୍ଯ୍ୟଙ୍କର ଗୋଟେ ଷ୍ଟ୍ରେନ୍ଥ ବୋଲି ବିବେଚନା କରାଯାଇଛି। ତେଣୁକରି ଦ ସନ୍ ଏଠି ଲେଖାଯାଇଛି, SUN ସନ୍ ଲେଖାଯାଇଛି। ଏଠାରେ କଣ ସନ୍ ପାଇଁ ପ୍ରୋନାଉନ ହିଜ୍ ଲାଗିଛି। ତ ଆମର ଯଦି ସନ୍ ଟାକୁ ଆମେ ଫେମିନାଇନ୍ କରିଥାନ୍ତେ ତାହେଲେ ହର୍ ଲେଖିଥାନ୍ତେ, କିନ୍ତୁ ଏଠି ମାସ୍କୁଲାଇନ୍ କରାଯାଇଛି, ସେଥିପାଇଁ ଏଠି ଆମର ହିଜ୍ ବୋଲି କୁହାଯାଇଛି। କିନ୍ତୁ ଦେଖିବାକୁ ଗଲେ ଦ ସନ୍ ଟି ଆମର କଣ ହବ ନା ନ୍ୟୁଟର ଜେଣ୍ଡର। ବଟ୍ ଏଠାରେ ସନ୍ ଯୋଉ ଲେଖାଯାଉଛି ଦ ସନ୍ ସେଟ୍ ହିଜ୍ ବିମ୍ସ ଅନ୍ ରିଚ୍ ଆଣ୍ଡ ପୁଅର ଆଲାଇକ୍, ସେତେବେଳେ କଣ ହଉଛି ନା ସନ୍ଙ୍କର ଯୋଉ କିରଣଟା ତାଙ୍କର ଷ୍ଟ୍ରେନ୍ଥ ବା ବୀରତ୍ୱର ପରାକାଷ୍ଠା ଦେଖାଉଛି। ତେଣୁକରି ସେ ଯେତେବେଳେ ତାଙ୍କ ପାଇଁ ଆମେ ଯେତେବେଳେ କୌଣସି ପ୍ରୋନାଉନ ଲଗାଉଛୁ ବା ସେଇ ଶବ୍ଦଟି ପାଇଁ ଆମେ ସେତେବେଳେ କଣ କରୁଛୁ ନା ମାସ୍କୁଲାଇନ୍ କରୁଛୁ। ଆମେ ଯେମିତି କୁହାଯାଉଛି ଆମର ମୁନ୍, ଜହ୍ନ, ମୁନ୍ ଆମର ଗପ ବହି ହଉ, କବିତା ହଉ, ସବୁଆଡେ ଜହ୍ନକୁ ଆମର ଜହ୍ନ ମାମୁଁ କୁହାଯାଇଥାଏ ନା ନାଇଁ? ଜହ୍ନର କଣ ଜୀବନ ଅଛି? ଜହ୍ନ ତ ଜୀବନ ନାହିଁ। ଜହ୍ନ ମାମୁଁ କାହିଁକି କୁହାଯାଇଥାଏ ନା ଆମେ ଆମର ସାହିତ୍ୟ ହଉ, କବିତା ହଉ, ଗଳ୍ପ ହଉ, ସବୁଥିରେ ଆମର କଥା ହଉ, ସବୁଥିରେ ବି ଆମେ ଜହ୍ନକୁ ଏକ ପୁରୁଷବାଚକ ଶବ୍ଦ ରୂପରେ ବ୍ୟବହାର କରିଥାଉ। ଆମର କଲଚର, ଆମର ପରମ୍ପରାକୁ ନେଇକି ଏଇ ଜହ୍ନ ଶବ୍ଦଟିକୁ ବା ଜହ୍ନକୁ ଆମେ ବା ଚନ୍ଦ୍ରକୁ ଆମେ କଣ ପୁରୁଷ ରୂପେ ପରିଗଣିତ କରିଥାଏ। ଆମ ପୁରାଣରେ ମଧ୍ୟ ଜହ୍ନ ବା ଚନ୍ଦ୍ର ଦେବତା କୁହାଯାଏ। ଚନ୍ଦ୍ରକୁ ଆମେ ପୁରୁଷ ରୂପେ ପରିଗଣିତ କରିଥାଉ, ଓକେ। କିନ୍ତୁ ଇଂରାଜୀରେ ମୁନ୍ ଟା ଆମର ଫେମିନାଇନ୍ ହୋଇଥାଏ, ଓକେ। ଇଂରାଜୀରେ ମୁନ୍ ଶବ୍ଦଟି ଆମର ଫିମେଲ ଶବ୍ଦଟିକୁ, ମାନେ ଆମର ଯୋଉ ଫିମେଲ କୁ ଇଣ୍ଡିକେଟ କରୁଥାଏ, ଓକେ। ସୋ ଏଇଟା ବୁଝିପାରିଲେ ଆମର ଯୋଉ ନ୍ୟୁଟର ଜେଣ୍ଡର ରେ ଯେତେବେଳେ ପର୍ସନିଫାଇଡ ହେଇଯାଏ ନ୍ୟୁଟର ଜେଣ୍ଡରଟି, ସେତେବେଳେ ତାହା ମାସ୍କୁଲାଇନ୍ ଜେଣ୍ଡରକୁ ଆମର ପରିବର୍ତ୍ତନ କରାଯାଇଥାଏ ବା ମାସ୍କୁଲାଇନ୍ ଜେଣ୍ଡର ବୋଲି ଆମେ କହିଥାଉ। ନେକ୍ସଟ ଦେଖିବା ଆଉ ଏବେ ଫେମିନିନ୍ ଜେଣ୍ଡର ଏକ୍ସାମ୍ପଲ ଦବା। ଆମର ଯେମିତି ବୀରତ୍ୱ, ସାହସ, ହିଂସା, ଏସବୁ ଜିନିଷ ଆମର ବ୍ୟବହୃତ ହେଲା କୋଉଟା ନା ନ୍ୟୁଟର ଜେଣ୍ଡରକୁ ଆମର ମାସ୍କୁଲାଇନ୍ ଜେଣ୍ଡରରେ ପରିଣତ କରିବା ପାଇଁ। ସେଇଭଳି ଫେମିନାଇନ୍ ଜେଣ୍ଡର, ଓକେ। ମୁଁ ଯୋଉ ଫେମିନାଇନ୍ ଆମର ଯୋଉ ପୂର୍ବ ସ୍ଲାଇଡରେ କହିକରି ଆସିଲି ଯେ ମୁନ୍ କୁ ଆମେ ସିନା ନେଉଛନ୍ତି, ଆମର ମାନେ ଭାରତବାସୀ ନେଉଛନ୍ତି କଣ ଆମର ମାସ୍କୁଲାଇନ୍ ଜେଣ୍ଡରରେ, ବଟ୍ ମୁନ୍ ର ଆମର ଇଂଲିଶ କଲଚର, ତାଙ୍କ କଲଚର ଅନୁସାରେ ଇଂଲିଶ ଗ୍ରାମାର ଟା ତିଆରି ହେଇଛି, ସେ ଇଂଲିଶ ଲୋକମାନଙ୍କ କଲଚର ଅନୁସାରେ ସିଆଡେ ସେ ଆମର ଏଟା ଫରେନ୍ ଲାଙ୍ଗୁଏଜ, ଫରେନ୍ ର ଭାଷା। ଆମ ଭାଷା, ଆମ ବ୍ୟାକରଣ ହଉଛି ଆମ କଲଚରକୁ ଦେଖେଇଥାଏ। ତେଣୁକରି ମୁନ୍ ଟା ଇଂରାଜୀ ବ୍ୟାକରଣ ଅନୁସାରେ ମୁନ୍ ଟା ହଉଛି କଣ ଫିମେଲ। ଆମ ଅନୁସାରେ, ଆମର ଭାରତ ବର୍ଷର ବ୍ୟାକରଣ ଅନୁସାରେ ମୁନ୍ ଟା ହଉଛି ଆମର କଣ ଚନ୍ଦ୍ରଟା ହଉଛି ମେଲ, ଓକେ। ସୋ ଏଠି ସେଇ କଥା ଦେଇଛି, ଦ ଫେମିନାଇନ୍ ଜେଣ୍ଡର is sometimes applied to objects remarkable for beauty, gentleness, gracefulness। ଗୋଟେ ସୁନ୍ଦର ଥାଏ, ଗୋଟେ ନମ୍ରତା ଥାଏ, ସୁନ୍ଦରତା, ନମ୍ରତା, ଓକେ, ଜେଣ୍ଟଲନେସ୍, ଗ୍ରେସଫୁଲନେସ୍ ଥାଏ। ସେତେବେଳେ ବର୍ଣ୍ଣନା କଲା ବେଳେ ଆମେ ସେଇ ଯୋଉ ଶବ୍ଦଟିରେ ବା ସେଇ ଯୋଉ ନାଉନକୁ ଆମେ ଇଣ୍ଡିକେଟ କରୁଥାଉ, ସେଇ ନାଉନଟିକୁ ଆମେ ଫେମିନାଇନ୍ ଜେଣ୍ଡର ଅଛି ବୋଲି କହିଥାଉ। ମାତ୍ର ମାସ୍କୁଲାଇନ୍ ଜେଣ୍ଡରରେ କଣ କରାଗଲା ନା ମାସ୍କୁଲାଇନ୍ ଜେଣ୍ଡରରେ ଆମର ଯାହାର ବୀରତ୍ୱ, ଷ୍ଟ୍ରେନ୍ଥ, ହିଂସା, ଏସବୁକୁ ଦର୍ଶାଇଲା, ଗୋଟେ ପୁରୁଷର ଗୁଣ ଥିବା ଦର୍ଶାଇଲା। ତେଣୁକରି ତାକୁ କୁହାଗଲା, ସେଇ ଯୋଉ ନ୍ୟୁଟର ଜେଣ୍ଡରକୁ କୁହାଗଲା ମାସ୍କୁଲାଇନ୍ ଜେଣ୍ଡର। ମାତ୍ର ଯୋଉଠି ନମ୍ରତା, ଶାନ୍ତ, ସୁନ୍ଦରତା, ସରଳତା, ଯେଉଁ ଜେଣ୍ଡର ବା ଯେଉଁ ନାଉନଟିରେ ଏହା ଥିବ, ତାହା ଆମର ଫେମିନିନ୍ ଜେଣ୍ଡରକୁ ଦର୍ଶାଇବ। ମନେ ରଖିବେ, ଏସବୁ ନ୍ୟୁଟର ଜେଣ୍ଡର ପାଇଁ ବା ଯୋଉ ଆମର ବସ୍ତୁ ବା ପଦାର୍ଥ ଜାତୀୟ ଜେଣ୍ଡର ପାଇଁ, ଓକେ। ସୋ ଯେମିତି ମୁଁ କହି ଆସିଲି ଦି ମୁନ୍, ଓକେ। ଦି ମୁନ୍ ସବୁବେଳେ ଏଟା ମନେ ରଖିବେ, ଇଂଲିଶ ଗ୍ରାମାର ଅନୁସାରେ ଦି ମୁନ୍ ହଉଛି ଆମର କଣ ନା ଫେମିନାଇନ୍ ବା ଫିମେଲ ୱାର୍ଡ, ଓକେ। ଦି ଆର୍ଥ, ଆମେ ମଧ୍ୟ ପୃଥିବୀକୁ ଧରିତ୍ରୀ ମାତା ମଧ୍ୟ କହିଥାନ୍ତି। ସ୍ପ୍ରିଙ୍ଗ, ଅଟମ୍, ଏ ସବୁ ଯୋଉ ସିଜନ ନେମ୍ ସବୁ ରହିଲା, ବା ନେଚର, ଏ ସବୁ କଣ ଯୋଉ ନେଚରର ବିୟୁଟି ମାନେ ସୁନ୍ଦରତାଟା
କମନୀୟତାଟା ଆମକୁ ଆକର୍ଷଣ କରେ। ତାହାର କଣ ଆମେ ସବୁବେଳେ ମନକୁ ଫେମିନିନ୍ କୁ ଯୋଉ ଜେଣ୍ଡର କୁହାଯାଇଛି ତାହା ସବୁବେଳେ ଗୋଟେ ବସ୍ତୁ ବା ପଦାର୍ଥର କଣ ମାନେ ସରଳତା, ନମ୍ରତା, ସୁନ୍ଦରତା ଏସବୁକୁ ବର୍ଣ୍ଣନା କରିଥାଏ ବା ଏଲାବୋରେଟ୍ କରିଥାଏ। ଓକେ, so the moon has hidden her face behind a cloud. ଓକେ, ମୁନଟି ଜହ୍ନଟି କ୍ଲାଉଡ ପଛରେ ତା ମୁହଁକୁ ଲୁଚାଇଛି। ଓକେ, ଏଠି ଦେଖ ମୁନ ପାଇଁ ମୁନ ଟାକୁ ଏଠି ଫିମେଲ ୱାର୍ଡ ଭାବେ ୟୁଜ କରାଯାଇଛି, ଫେମିନାଇନ ଯୋଉ ଜେଣ୍ଡର ଭାବେ ୟୁଜ କରାଯାଇଛି। ସେଥିପାଇଁ ଏଠି କଣ ଲେଖା ହେଇଛି ନା ହର ପ୍ରନାଉନ ୟୁଜ କରାଯାଇଛି। ଫିମେଲ ଯୋଉ ଆମର ଫେମିନାଇନ ପ୍ରନାଉନ କଣ ନା ହର। ସେଠି ସନ ର କଣ କରେଜ ବା ଷ୍ଟ୍ରେନ୍ଥ ପାଇଁ କଣ ୟୁଜ କରାଯାଇଥିଲା ନା ମାସ୍କୁଲାଇନ ଜେଣ୍ଡର ପ୍ରନାଉନ ୟୁଜ କରାଯାଇଥିଲା କଣ ନା is, the sun is, the moon are. Okay, so ଯେତେବେଳେ ଏଥିରୁ କଣ ଜାଣିଲେ ଯେତେବେଳେ ନ୍ୟୁଟ୍ରାଲ ଜେଣ୍ଡର ନାଉନଟିକୁ ଆମେ ଯେତେବେଳେ ପର୍ସନିଫାଏଡ କରନ୍ତି ବିଭିନ୍ନ ପ୍ରକାରର ଗୁଣ ଲଗେଇକି, ଯେମିତି ଆମର ଷ୍ଟ୍ରେନ୍ଥ ହଉ, କରେଜ ହଉ, କି ଆମର ବିୟୁଟି ହଉ, ଜେଣ୍ଟଲନେସ ହଉ, ଗ୍ରେସଫୁଲନେସ ହଉ, ଏସବୁ ଲଗେଇ ଯେତେବେଳେ ଆମେ ତାକୁ ପର୍ସନିଫାଏଡ କରନ୍ତି ବା ତାହାର ମିନିଂକୁ ଆହୁରି ଭାଷ୍ଟ କରନ୍ତି, ଆହୁରି ବଢେଇ ଦିଅନ୍ତି। ଓକେ, ସେତେବେଳେ ସେତେବେଳେ ସେ ନାଉନଟି ଆଇଦର ଆମର ମାସ୍କୁଲାଇନ ନାଉନ ହୋଇପାରେ, ମାସ୍କୁଲାଇନ ଜେଣ୍ଡର ହୋଇପାରେ, ଅଥବା ଫେମିନିନ ଜେଣ୍ଡର ହୋଇପାରେ। ଓକେ, ସୋ କେମିତି କଣ ଆମେ ଗୋଟେ ଯୋଉ ଆମର ମାସ୍କୁଲିନ ଜେଣ୍ଡରରେ ଥିବା ନାଉନଟିକୁ ଫେମିନିନ ଜେଣ୍ଡରରେ ପରିଣତ କରିବ। ତ ଆମ ପ୍ରଥମ ଉପାୟଟି ହଉଛି ଟୋଟାଲ ଡିଫରେଣ୍ଟ ୱାର୍ଡ, ଫାଦର ଯେମିତି ମଦର, ଗୋଟେ ଡିଫରେଣ୍ଟ ୱାର୍ଡ ଆମେ ୟୁଜ କରି କରିବା। ଯେମିତି ମାସ୍କୁଲାଇନ ଅଛି ଆମର କଣ ବୟ, ତାର ଫେମିନିନ ହବ ଗାର୍ଲ, ବ୍ରଦର ର ହବ ସିଷ୍ଟର, ଅଙ୍କଲ ର ହବ ଅଣ୍ଟ, ବୁଲକ ର ହବ କାଉ, ପୁରା ଡିଫରେଣ୍ଟ। ଓକେ, କକ୍ ର ହେନ୍, ସନ୍ ର ଡଟର, ସାର୍ ବା ସାର୍ ର ମ୍ୟାଡାମ। ଓକେ, ଟୋଟାଲ ଡିଫରେଣ୍ଟ ୱାର୍ଡ ଆମର ବିଭିନ୍ନ ଉପାୟ ଅଛି। ଏଇଟା ହଉଛି ପ୍ରଥମ ଉପାୟ କଣ ନା ଟୋଟାଲ ଡିଫରେଣ୍ଟ। ଯଦି ଆମର ମେଲ ଭର୍ସନ ଗୋଟେ ୱାର୍ଡ ଥିବ ତାର ସମ୍ପୂର୍ଣ୍ଣ ଅଲଗା ୱାର୍ଡ ଲଗାଇକି ଆମେ କରିପାରିବା ଫିମେଲ ଭର୍ସନ, ମାସ୍କୁଲିନ ଟୁ ଫେମିନିନ, ବୟ ଗର୍ଲ। ଓକେ, ଏଭଳି ଆହୁରି ମଧ୍ୟ ଅଛି କଣ ଫାଦର ମଦର କହିକି ଆସିଲେ, ଜେଣ୍ଟଲମ୍ୟାନ ଲେଡି, ହର୍ସ ମେୟର, ହଜବାଣ୍ଡ ୱାଇଫ, କିଙ୍ଗ କୁଇନ୍, ମ୍ୟାନ ଓମେନ। ଓକେ, ସୋ ନେକ୍ସଟ ଦେଖିବା, ନେକ୍ସଟ କଣ ନା ଇଏସଏସ୍ ଆଡ କରି ମଧ୍ୟ ଶେଷରେ ଇଏସଏସ୍ ଆଡ କରି ମଧ୍ୟ ଆମେ କରିପାରିବା। ଅଥରର ଇଏସଏସ୍ ଆଡ ହେଇକି ଆମର ଫିମେଲ ଭର୍ସନ ହଉଛି। ଏମ୍ପରର ଏମ୍ପ୍ରେସ ହେଲା, ଏଠି ଇଏସଏସ୍ ଆଡ ହେଲା, ତା ସହିତ ଯୋଉ ପ୍ରିଭିୟସ ଓଟା ଓମିଟ ହେଇଗଲା ବା ଉଠିଗଲା। ଓକେ, ଯେ ଆମର ପ୍ରିଭିୟସ ଓ ଯେମିତି ଏଠି ଆକ୍ଟରରେ ଉଠିଛି, ଲାଷ୍ଟ ଲେଟରର ପ୍ରିଭିୟସ ଭାୱେଲ ଥିବ ସେ ଭାୱେଲଟିକୁ ଆମେ ଓମିଟ କରିକି ଇଏସଏସ୍ ଲଗେଇକି ମଧ୍ୟ କରିପାରନ୍ତି। ଆଉ ଡାଇରେକ୍ଟ ମଧ୍ୟ ଇଏସଏସ୍ ଲଗେଇ ମଧ୍ୟ ତାର ଫିମେଲ ଭର୍ସନ କରିପାରନ୍ତି। ମିଷ୍ଟ୍ରେସ, ମାଷ୍ଟର ମିଷ୍ଟ୍ରେସ, ପ୍ରିନ୍ସ ଅଫ ପ୍ରିନ୍ସେସ, ଲାୟନ ର ଲାୟନେସ। ତେଣୁକରି ଆମର ସମ୍ପୂର୍ଣ୍ଣ ଡିଫରେଣ୍ଟ ୱାର୍ଡ ଲଗାଇକି ମଧ୍ୟ ଆମେ ଏକ ମାସ୍କୁଲିନ ଜେଣ୍ଡର ୱାର୍ଡଟିକୁ ଆମେ ଫେମିନିନ ୱାର୍ଡରେ ପରିଣତ କରିପାରିବା, ନହେଲେ ଶେଷରେ ଇଏସଏସ୍ ଲଗେଇ ମଧ୍ୟ କରିପାରିବା। ଓକେ, ବାଇ ପ୍ଲେସିଂ another way ହଉଛି କଣ ନା by placing a word before or after. ଓକେ, ଗୋଟେ ଶବ୍ଦ ଆମର ଫାଦର ଦେଲା, ଫାଦର ପୂର୍ବରୁ କିମ୍ବା ପରେ ଗୋଟେ ଶବ୍ଦ ଲଗେଇ ତାକୁ ମଧ୍ୟ ଆମେ ଫାଦରଟା ମେଲ ଯାଉଛି, ତାକୁ ଆମେ ଫିମେଲ କରିପାରିବା। ଯେପରି ଫାଦର ଆମର ଗ୍ରାଣ୍ଡ ଫାଦର ଅଛି, ଗ୍ରାଣ୍ଡ ମଦର। ଓକେ, ଆମ ଗ୍ରାଣ୍ଡ ଫାଦର ଅଛି, ଗ୍ରାଣ୍ଡ ମଦର। ଏଠି ଆମ ଫାଦରଟା କଣ ମଦରରେ ଚେଞ୍ଜ ହେଇଗଲା। ଗ୍ରେଟ ଅଙ୍କଲ ଅଛି, ଗ୍ରେଟ ଅଣ୍ଟ। କେବଳ ଅଙ୍କଲ ଅଣ୍ଟ ଏଇ ଦିଟା ୱାର୍ଡ ଚେଞ୍ଜ ହେଲା। ଲ୍ୟାଣ୍ଡ ଲର୍ଡ, ଲ୍ୟାଣ୍ଡ ଲେଡି ଦେଇଛି ନା। ବିଫୋର କିମ୍ବା ଆଫ୍ଟର, ଆମେ ଆଫ୍ଟର ୱାର୍ଡ ସବୁ ଚେଞ୍ଜ କଲେ। ମିଲ୍କ ମ୍ୟାନ, ମିଲ୍କ ଓମ୍ୟାନ, ପିକକ୍, ପିହେନ୍, ସେଲ୍ସମ୍ୟାନ, ସେଲ୍ସ ଓମ୍ୟାନ, ୱାସର ମ୍ୟାନ, ୱାସର ଓମ୍ୟାନ। ଆଉ ୱାସର ସପରେଟ, ୱାସର, ସେଲ୍ସ, ପିକକ୍, ପି, ମିଲ୍କ, ଲ୍ୟାଣ୍ଡ, ଏସବୁ ଶବ୍ଦଟି ଫିକ୍ସଡ ରହିଲା। କେବଳ ଶେଷ ଶବ୍ଦଟି ଆମେ ଚେଞ୍ଜ କରିଦେଲେ ଏହା ମାସ୍କୁଲିନ ରୁ ଫେମିନିନ କୁ ହେଇଗଲା। ଓକେ, ସୋ ନେକ୍ସଟ, ସୋ ଆମେ କଣ ଦେଖିଲେ ଏଠି ନା ଆମେ ଆଜି ପଢିଲେ ଯେ ଆମର ଯୋଉ ନାଉନ ର ଜେଣ୍ଡର ରହିଲା ଚାରିଟି। ଗୋଟେ ହେଲା ମାସ୍କୁଲିନ, ଦୁଇଟା ହେଲା ଆମର ଫେମିନିନ, এটা ଆମର ମେଲ କୁ ବୁଝେଇବ লিভিং বিং, এটা ফিমেল লিভিং বিং। ତାପରେ ହେଲା ଆମର କମନ ଜେଣ୍ଡର, କମନ ଜେଣ୍ଡରରେ ଆମର ଆସିବ both male and female, means both means either or. Okay,
ଯେମିତି ଆମର ପ୍ୟାରେଣ୍ଟ ହେଲା, ଚାଇଲ୍ଡ ହେଲା, ବୟ ଚାଇଲ୍ଡ ହେଇପାରେ, ଗର୍ଲ ଚାଇଲ୍ଡ ହେଇପାରେ। ସେଭଳି ନ୍ୟୁଟର ଜେଣ୍ଡର ହଉଛି 4 ନମ୍ବର। ସେଥିରେ କଣ ନା ସେ ଜେଣ୍ଡରରେ ଆମର ନନ୍ ଲିଭିଂ, ଯାହାର ଲାଇଫ ନାହିଁ, ନନ୍ ଲିଭିଂ ଥିଙ୍ଗସ୍ ସେ ସବୁ ରହିବେ ଆମର ନ୍ୟୁଟର ଜେଣ୍ଡରରେ। ଯେତେବେଳେ ନ୍ୟୁଟର ଜେଣ୍ଡରର ନାଉନଟି ଯେତେବେଳେ ପର୍ସନିଫାଇଡ ହେଇଯାଏ, ସେତେବେଳେ ଆମେ ମାସ୍କୁଲାଇନ୍ କିମ୍ବା ଫେମିନାଇନରେ ୟୁଜ୍ କରିଥାନ୍ତି। ଯେପରି ସନ୍ଟିକୁ ଆମର ମାସ୍କୁଲାଇନ୍ ଭାବରେ ବ୍ୟବହାର କରାଯାଇଥାଏ ବାକ୍ୟରେ, ମୁନ୍‌ଟିକୁ ଆମର ଫେମିନାଇନ୍ ଭାବରେ ମୁନ୍ ହଉ, ଅର୍ଥ ହଉ, ରିଭର ହେଲା, ଏସବୁ ଆମର ଫେମିନିନ୍ ଜେଣ୍ଡର ଭାବରେ ବ୍ୟବହୃତ ହୋଇଥାନ୍ତି। ଓକେ, ସୋ କେମିତି କଣ ଆମେ ୟୁଜ୍ କରିବା? ବିଫୋର ଆମର ଆଫ୍ଟରରେ କିଛି ୱାର୍ଡ ଲଗେଇ ମଧ୍ୟ ଆମେ ମେଲ୍ ଭର୍ସନକୁ ଫିମେଲ ଭର୍ସନକୁ ପରିବର୍ତ୍ତନ କରିପାରିବା। ତା ସହିତ ଇଏସ୍ଏସ୍ ଲଗାଇ ମଧ୍ୟ ପୂର୍ବ ସ୍ଲାଇଡରେ ଦେଖିଲେ ଇଏସ୍ଏସ୍ ଲଗାଇ ମଧ୍ୟ ଆମର ଯେମିତି ଲାୟନ ହେଇଛି ଲାୟନେସ୍, ପ୍ରିନ୍ସ ପ୍ରିନ୍ସେସ୍, ଇଏସ୍ଏସ୍ ଆମର ବାକ୍ୟର ପରେ, ଆମ ଶବ୍ଦର ପରେ ବା ୱାର୍ଡର ପରେ ଇଏସ୍ଏସ୍ ଲଗାଇ ମାସ୍କୁଲିନ୍ ଟୁ ଫେମିନିନ୍ ଜେଣ୍ଡରରେ ପରିଣତ କରିପାରିବା। ତା ସହ ସମ୍ପୂର୍ଣ୍ଣ ଡିଫରେଣ୍ଟ ୱାର୍ଡ ଲଗାଇ ମଧ୍ୟ ଆମେ ମାସ୍କୁଲିନ୍‌କୁ ଫେମିନିନ୍‌ରେ ପରିଣତ କରିପାରିବା। ଫାଦର, ମଦର, ହର୍ସ, ମେୟର, କିଙ୍ଗ, କୁଇନ୍। ସୋ ଏଇ ଥିଲା ଆମର ଆଜିର ରେନାନ୍ ମାର୍ଟିନ୍ ଇଂଲିଶ ଗ୍ରାମାର ଚାପ୍ଟର 6 ନାଉନ୍‌ର ଜେଣ୍ଡର ବିଷୟରେ। ଓକେ, ଆଶା ଏଇ ଭିଡ଼ିଓଟି ଆପଣଙ୍କୁ ବହୁତ ବହୁତ ଭଲ ଲାଗିଥିବ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗୁଛି ବା ମୋର କ୍ଲାସ୍ ଗୁଡ଼ିକ ଭଲ ଲାଗୁଛି, ଦୟାକରି ଏହାକୁ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେନି। ସବସ୍କ୍ରାଇବ୍ ମଧ୍ୟ କରନ୍ତୁ ଯଦି ନୂଆ ଦେଖୁଛନ୍ତି ମୋ ଚ୍ୟାନେଲଟିକୁ, ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ସବସ୍କ୍ରାଇବ୍ କରିବା ପାଇଁ। ଧନ୍ୟବାଦ।